ଜଣେ ବୟସ୍କ ସାଧୁ ବାବା ତିନୋଟି ବସ୍ତାକୁ କାନ୍ଧରେ ପକାଇ ବହୁତ କଷ୍ଟରେ ରାସ୍ତା ଚାଲୁଛନ୍ତି। ସେ ଜଣେ ଯୁବକକୁ ଦେଖିଛନ୍ତି ଏବଂ ସେ ଯୁବକ କହିଛନ୍ତି, ହେ ଯୁବକ, ତୁମେ ଯଦି ଏ 3 ବସ୍ତାକୁ ନେଇ ମୋର ପାହାଡ଼ ଉପରେ ଥିବା ଆଶ୍ରମ ପାଖରେ ପହଞ୍ଚାଇ ଦେବ ନା, ମୁଁ ତୁମକୁ 9ଟି ସ୍ୱର୍ଣ୍ଣମୁଦ୍ରା ଦେବି। ଏହା ଶୁଣିଲା ପରେ ଯୁବକ ଜଣକ ରାଜି ହୋଇଯାଇଛି ଏବଂ ସାଙ୍ଗେ ସାଙ୍ଗେ ସାଧୁ ବାବାଙ୍କ ଠାରୁ ସେ 3ଟି ବସ୍ତାକୁ ଆଣି ସେ କାନ୍ଧରେ ପକାଇଛି ଏବଂ 2 ଜଣ ଯାକ ରାସ୍ତା ଚାଲିଛନ୍ତି। କିଛି ବାଟ ଗଲା ପରେ ପାହାଡ଼ ପହଞ୍ଚିଛି। ପାହାଡ଼ ଯେତେବେଳେ ଚଢ଼ିବା ଆରମ୍ଭ କରିଛନ୍ତି, ଏ ଯୁବକ ଜଣକ ପ୍ରଶ୍ନ କରିଛି ସାଧୁ ବାବାଙ୍କୁ, ସାଧୁ ବାବା, ଏ ବସ୍ତାରେ କ'ଣ ଅଛି, ଏତେ ଓଜନିଆ ଲାଗୁଛି? ସାଧୁ ବାବା ଜଣକ କହିଛନ୍ତି, ଗୋଟିଏରେ ତମ୍ବାର ମୁଦ୍ରା ଅଛି, ଗୋଟିଏରେ ରୂପାର ମୁଦ୍ରା ଅଛି, ଆଉ ଗୋଟିଏରେ ସୁନାର ମୁଦ୍ରା ଅଛି। କିଛି ବାଟ ଗଲା ପରେ ଯୁବକ ମନକୁ ପାପ ଆସିଛି। ଯୁବକ ଭାବିଛି, ଏତେ ଗୁଡ଼ିଏ ମୁଦ୍ରାକୁ ଯଦି ମୁଁ ଚୋରି କରି ନେଇଯାଏ, ଏ ସାଧୁ ବାବା ମୋର କ'ଣ କରିବେ? ତାଙ୍କର ତ ବୟସ ଯାହା, ଏ ମୋତେ ଚାହିଁଲେ ବି ଧରିପାରିବେ ନାହିଁ। ପୁଣି ଭାବୁଛି, ମୁଁ ଜୀବନରେ କାହାକୁ ଠକିନି, ପ୍ରଥମ କରି କାହିଁ ଠକିବି? ଏମିତି କିଛି ବାଟ ଗଲା ପରେ ତା ମନକୁ ଏତେ ପାପ ଗ୍ରାସ କରିଛି ଯେ ସେ ଭାବିଛି, ନା, ମୋତେ ଠକିବାକୁ ପଡ଼ିବ, ମୋ ଜୀବନକୁ ବଦଳାଇବାକୁ ପଡ଼ିବ। ଜୀବନ ସାରା ତ ମୁଁ ଭଲ କାମ କଲି, ପାଇଲି କ'ଣ? ଆଜି ଗୋଟେ ମୌକା ଅଛି, ଯଦି ମୁଁ ଭୁଲ କରେ ତାହେଲେ ମୁଁ ନିଶ୍ଚିତ ଭାବରେ ସଫଳ ହୋଇଯିବି। ଏ ଭାବି ସେ କ'ଣ କରିଛି, ଦୌଡ଼ିବା ଆରମ୍ଭ କରିଛି। ସାଧୁ ବାବା ଚିତ୍କାର କରୁଛନ୍ତି, କୁଆଡ଼େ ଦୌଡ଼ୁଛ, କୁଆଡ଼େ ଦୌଡ଼ୁଛ ଯୁବକ? କିଛି ଶୁଣିନି। ଆଉ ଗୋଟେ ରାସ୍ତା ଦେଇ ତଳକୁ ଖସି ଆସିଛି, ପାହାଡ଼ ତଳକୁ, ଏବଂ ସିଧା ଦୌଡ଼ି ଦୌଡ଼ି ଯାଇ ନିଜ ଘରେ ପହଞ୍ଚିଛି। ଘରେ ଯାଇ ବସ୍ତାକୁ ଯେତେବେଳେ ଖୋଲି ଦେଇଛି, ପ୍ରତ୍ୟେକ ବସ୍ତାରୁ କେବଳ ପଥର ହିଁ ବାହାରିଛି। ମନେ ମନେ ଯୁବକଟି ଭାବିଛି, ସାଧୁ ବାବା ମୋତେ ମିଛ କାହିଁ କହିଲେ? ଏ ସମୟରେ ଗୋଟେ ଲେଖାଥିବା କାଗଜଟେ ତା ହାତରେ ଲାଗିଛି। ସେ କାଗଜକୁ ପଢ଼ିଛି। ସେଥିରେ ଲେଖା ଅଛି, ହେ ଯୁବକ, ମୁଁ ହେଉଛି ଏ ରାଜ୍ୟର ରଜା। ମୁଁ ରାଜକୁମାର ଗୋଟିଏ ଖୋଜୁଥିଲି, ଯିଏ ମୋ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତା, ସେ ଏ ରାଜ୍ୟର ରାଜକୁମାର ବନିଥାନ୍ତା। ତୁମ ଭାଗ୍ୟରେ ରାଜକୁମାର ହେବାର ଲେଖା ନାହିଁ, ତୁମ ଭାଗ୍ୟରେ ପଥର ଲେଖା ଅଛି। ଏହା ଶୁଣିଲା ପରେ ଯୁବକଟି ଖୁବ୍ କାନ୍ଦିଛି ଏବଂ ଭାବି ଚାଲିଛି ଜୀବନ ସାରା ଯେ ସେଇ ଗୋଟିଏ ଭୁଲ ପାଇଁ ମୁଁ ଏ ରାଜ୍ୟର ରାଜକୁମାର ହେବାରୁ ବଞ୍ଚିତ ହେଲି। ଦର୍ଶକ ବନ୍ଧୁ, ଆପଣ ସବୁବେଳେ ଭଲ କରୁଥିବେ, ବେଳେବେଳେ ଗୋଟିଏ ଭୁଲ ଆପଣଙ୍କୁ କେଉଁଠୁ ନେଇ କେଉଁଠି ପହଞ୍ଚାଇ ଦେବ। ରହୁଛି, ନମସ୍କାର।